ମୋର ପ୍ରିୟ ପିଲାମାନେ, ଆଶା କରିବି ସମସ୍ତେ ବହୁତ ହି ଭଲରେ ଥିବ ଏବଂ ଆପଣଙ୍କର ପରିବାରରେ ବି ପ୍ରାୟତଃ ସମସ୍ତେ ବହୁତ ହି ଭଲରେ ଥିବେ। ଯେମିତିକି ମୁଁ ଆପଣଙ୍କୁ କହିଛି ଯେ ଏହା ଗୋଟେ ସିରିଜ ଆପଣଙ୍କର ଅଟେ ଯେଉଁଥିରେ 6ଟି ଆପଣଙ୍କର ଭିଡ଼ିଓ ରହିବ ଓଡ଼ିଆ ପେଡାଗୋଜିରେ। କୌଣସି ବି ପେଡାଗୋଜି ହଉ, ତାହା ଓଡ଼ିଆ ପେଡାଗୋଜି, ଇଂରାଜୀ ପେଡାଗୋଜି, ଆପଣଙ୍କର ଇଭିଏସ୍, ମ୍ୟାଥମେଟିକ୍ସ, ସାଇନ୍ସ, ସୋସିଆଲ ସାଇନ୍ସ, ସିଡିପି, କୌଣସି ପେଡାଗୋଜିରେ ଆପଣଙ୍କର ସିଙ୍ଗଲ ମାର୍କ ବି କଟିବନି। କେବଳ ଆପଣ ଯଦି ଖାଲି ଥିଓରି କ୍ଲାସ୍ ଆପଣ ଦେଖି ଦେଉଛନ୍ତି, ନମ୍ବର ୱାନ୍। ନମ୍ବର ଟୁ, ଧରାଯାଉ ଆଉ ସେ ଓଡ଼ିଆ ପେଡାଗୋଜିକୁ ନେଇକି ଲାଷ୍ଟ 9 ବର୍ଷରେ ଯାହା ବି ଆପଣଙ୍କର କ୍ୱେଶ୍ଚନ୍ ପଡ଼ିଛି ନା, ତାକୁ ଲେଖି ଲେଖି ଆପଣ ଦେଖି ଦେଖି ଭିଡ଼ିଓ ଫର୍ମରେ ହଉ କିମ୍ବା ପିଡିଏଫ୍ ଫର୍ମରେ ହଉ ଦେଖି ଦିଅନ୍ତୁ। ବିଲିଭ୍ କରନ୍ତୁ, ସିଙ୍ଗଲ ମାର୍କ ବି ଆପଣଙ୍କର କଟିବ ନାହିଁ। ଓଟିଇଟି ପରୀକ୍ଷାରେ ଆପଣ ସୁନିଶ୍ଚିତ କ୍ୱାଲିଫାଇ କରିବା ପାଇଁ ଚାହୁଁଛନ୍ତି, ଓଟିଇଟିର ଖାଲି ପ୍ଲାନିଂ ଭିଡ଼ିଓକୁ ଦେଖନ୍ତୁ। ଆଉ ଯେମିତି ମୁଁ ଆପଣଙ୍କୁ କହିଛି ଖାଲି ସେମିତିକା ୱେରେ ପଢ଼ନ୍ତୁ, ବିଲିଭ୍ କରନ୍ତୁ ଡିସ୍କ୍ୱାଲିଫାଇ ତ ହେବେନି। ସେମିତି ସେବକ ସେବିକା ପାଇଁ ସେବକ ସେବିକାର ପ୍ଲାନିଂ ଭିଡ଼ିଓକୁ ଆପଣ ଦେଖିଦେବେ, ଆଉ ଯେମିତି ମୁଁ କହିଛି ସେମିତିକା ୱେରେ ପଢ଼ିବେ, ବହୁତ ଇଜିଲି କ୍ୱାଲିଫାଇ ହେଇପାରିବେ। ସବୁଦିନ କ୍ଲାସ୍ ଆପଣଙ୍କ ପାଇଁ ଲକ୍ଷ୍ମୀଧର ସାର୍ ଅଫିସିଆଲ ଆପ୍ଲିକେସନରେ 10ରୁ 12 ଘଣ୍ଟା ସବୁଦିନ କରାଯାଉଛି। ଚାଲନ୍ତୁ ତାହେଲେ କାଳ ବିଳମ୍ବ ନ କରିକି ଆରମ୍ଭ କରିବା ଆପଣଙ୍କର ପାର୍ଟ 3କୁ। ଆଶା କରିବି ଆପଣ ପାର୍ଟ 1 ଆଉ ପାର୍ଟ 2 ଆପଣଙ୍କର ଦେଖିଥିବେ। ତ ଲାଇକ୍ ଆଉ ସେୟାର କରିକି ସବୁ ସାଙ୍ଗମାନଙ୍କୁ ବି ଆପଣ ଜଣାଇଦେବେ। ଆଉ ଚ୍ୟାନେଲକୁ ନୂଆ ଅଛନ୍ତି ଦେନ୍ ଏବେ ହିଁ ସବସ୍କ୍ରାଇବ୍ କରିକି ଅଲ୍ ନୋଟିଫିକେସନକୁ ବି ଆପଣ ଅନ୍ କରିଦେବେ। ଚାଲନ୍ତୁ, କେଉଁଟି ବସ୍ତୁନିଷ୍ଠ ନୁହେଁ? ଦେଖରେ, ବସ୍ତୁନିଷ୍ଠ ମାନେ କ'ଣ? ଯେଉଁ ପ୍ରଶ୍ନର ଗୋଟେ ହିଁ ଆପଣଙ୍କର ଉତ୍ତର, ତାକୁ ବସ୍ତୁନିଷ୍ଠ ବୋଲି କୁହାଯାଏ। ବା ଯେଉଁ ପ୍ରଶ୍ନରେ ବ୍ୟକ୍ତିନିଷ୍ଠତା ନଥାଏ। ଦେଖନ୍ତୁ, ଆପଣ ମେକଳ ତ ନୁହେଁ ମେଳକ, ଯେଉଁ କ ସ୍ତମ୍ଭର ତ ଗୋଟେ ହିଁ ଉତ୍ତର, ଟ୍ରୁ କିମ୍ବା ଫଲ୍ସର ଗୋଟେ ହିଁ ଉତ୍ତର, ଶୂନ୍ୟସ୍ଥାନ ପୂରଣର ବି ଗୋଟେ ହିଁ ଆପଣଙ୍କର ଉତ୍ତର। କିନ୍ତୁ ଏଥିରେ ଆପଣ ନିଜ ମନରୁ କିଛି ବି କହିଦେଇ ପାରିବେ ନା, ତେଣୁକରି ଏହାକୁ ଓପେନ୍ ଏଣ୍ଡେଡ୍ ବି ଆପଣଙ୍କର କୁହାଯାଏ। ସୂର୍ଯ୍ୟଙ୍କର 3ଟି ପ୍ରତିଶବ୍ଦ ଲେଖି ବାକ୍ୟରେ ବ୍ୟବହାର କର। ଏଇଟା କେମିତିକା ପ୍ରଶ୍ନ? ଏଇଟା ଦୀର୍ଘ ତ ହବନି ରେ, ସତ୍ୟାସତ୍ୟ ବି ନୁହେଁ, ତେଣୁକରି ସଂକ୍ଷିପ୍ତ ଉତ୍ତରମୂଳକ। ଶିକ୍ଷା ବ୍ୟବସ୍ଥାରେ ମୂଲ୍ୟାୟନ ବେସିକାଲି ଆମର କେତେ ପ୍ରକାର? ବେସିକାଲି ଆପଣ ଯଦି ଦେଖିବେ 4 ପ୍ରକାର ଆମେ କରୁଛେ ନା, ଫର୍ମେଟିଭ, ଡାୟଗ୍ନୋଷ୍ଟିକ, ସାମେଟିଭ, ଆଉ ଗୋଟେ ଆପଣଙ୍କର ପ୍ଲେସମେଣ୍ଟ। ପର୍ଯ୍ୟବେକ୍ଷଣ କହିଲେ ଆପଣ କ'ଣ ବୁଝନ୍ତି? ଆମେ ଜାଣିଛେ ନା, ପର୍ଯ୍ୟବେକ୍ଷଣ ମାନେ ଦେଖି ଦେଖି ଆପଣଙ୍କର ଶିଖିବା, ରାଇଟ୍ ନା ରେ? ତାହେଲେ ଦେଖି ଦେଖି ଆପଣଙ୍କର ଶିଖିବା। ତ ମୂଲ୍ୟାୟନରେ ପର୍ଯ୍ୟବେକ୍ଷଣରେ ଆପଣ କ'ଣ କରନ୍ତି? ମାନେ ପିଲାଟା ଦେଖିଛି, ତାକୁ ଆପଣ କ'ଣ କରିବେ? ତାକୁ ମୌଖିକ କିଛି ପ୍ରଶ୍ନ ପଚାରିବେ ପାଟିରେ, ରାଇଟ୍ ନା? ଆମେ କାହିଁକି ସାମେଟିଭରେ ଏଇ ଭିତରୁ କାହା ଉପରେ ଗୁରୁତ୍ୱ ଦଉଛେ? ସାମେଟିଭରେ ସମ୍ପର୍କରେ କୋଉଟା ଠିକ ନୁହେଁ? ଦେଖରେ, ସାମେଟିଭରେ ଆପଣଙ୍କର କୋଉଟା ଠିକ ନୁହେଁ ଜାଣିପାରିବେ। ଦେଖନ୍ତୁ, ନଲେଜ, ଏକ୍ସପ୍ରେସନ, ଅଣ୍ଡରଷ୍ଟାଣ୍ଡିଂ ଏସବୁ ଚଳିବ। ପ୍ରଫିସିଏନ୍ସି ତ ପିଲାମାନେ ଆପଣଙ୍କର ସାମେଟିଭରେ ହବନି ରେ, ଠିକ ଅଛି? ଏଇ ଯୋଉ ଦୁଇଟି ସ୍ତମ୍ଭ, କ ସ୍ତମ୍ଭ, ଖ ସ୍ତମ୍ଭ, ଏଇଗୁଡାକୁ କ'ଣ ବୋଲି କୁହାଯାଏ? ମେଳକ ବୋଲି ଆମେ କହିଥାଉ। କ'ଣ ବୋଲି କହୁ ରେ? ମେଳକ ବୋଲି ଆମେ କହୁ। ଜଣେ ଶିକ୍ଷକ ସାହିତ୍ୟରେ 50 ନମ୍ବର ପାଇଁ ଏକ ପ୍ରଶ୍ନ ସେଟ୍ ପ୍ରସ୍ତୁତ କରି 6ଠ ଶ୍ରେଣୀରେ ପରୀକ୍ଷା କଲେ। ଦେଖିଲେ ସବୁ ପିଲାମାନଙ୍କର ମାର୍କ ଠିକ ନାହିଁ, ତାହେଲେ ଆମେ କହିଦେଇପାରିବା ନା, ଯଦି କନସିଷ୍ଟେନ୍ସି ଅଫ ସ୍କୋର ଆପଣଙ୍କର ଠିକ ନୁହେଁ, ତାହେଲେ ଆକୁ ଆମେ କ'ଣ ବୋଲି କହିବା? ନଟ୍ ରିଲାଏବଲ ବୋଲି କହିବା। ତ ରିଲାଏବିଲିଟିକୁ ଆମର କ'ଣ ବୋଲି କୁହାଯାଏ? ବିଶ୍ୱସନୀୟତା ବୋଲି ଆମର କୁହାଯାଏ। ଗୋଟେ ପରୀକ୍ଷା ଆପଣଙ୍କର କରିବା ପୂର୍ବରୁ ଆମେ କ'ଣ କରୁ? ଗୋଟେ ପ୍ଲାନ୍ କରୁ ଯେ କୋଉ ଟପିକରୁ ଆପଣଙ୍କର କରିବା, ସର୍ଟ କ୍ୱେଶ୍ଚନ୍ କେତେ ରହିବ, ଲଙ୍ଗ କ୍ୱେଶ୍ଚନ୍ କେତେ, କାହିଁକି ଆପଣଙ୍କର କରିବା, ତାକୁ ଆମେ କ'ଣ ବୋଲି କହୁରେ? ବ୍ଲୁ ପ୍ରିଣ୍ଟ ବୋଲି ଆମେ କହୁନା। ଗୋଟେ ବ୍ଲୁ ପ୍ରିଣ୍ଟରେ କୋଉ ସବୁ ଜିନିଷ ଆପଣଙ୍କର ନିହାତି ରହିବ? ଲାଏବିଲିଟି, ଅବଜେକ୍ଟିଭିଟି, ଆଉ ଗୋଟେ ଆପଣଙ୍କର ଭ୍ୟାଲିଡିଟି, ଠିକ ଅଛି? କେଉଁଟି ନିରନ୍ତର ମୂଲ୍ୟାୟନ ସହ ସମ୍ପର୍କିତ? କୋଉଟା ଆପଣଙ୍କର ନିରନ୍ତର ଲେଖା ହେଇଛି ନା? ନିରନ୍ତର ମାନେ ତ ଧାରାବାହିକ ନା, ଧାରାବାହିକ ମାନେ କଣ୍ଟିନ୍ୟୁଅସ୍, ଠିକ ଅଛି? ବହୁଭାଷୀ ଶିକ୍ଷାର୍ଥୀଙ୍କର ଭାଷାଗତ ସମସ୍ୟା ଦୂର କରିବା ପାଇଁ ଆପଣ କ'ଣ କଲେ ଭଲ ହବ? କ'ଣ କଲେ ରେ? ପିଲାଟାକୁ ତାର କୋଉ ଭାଷାରେ ପଢେଇବା? ମାନକ ଭାଷା, ପୁସ୍ତକର ଭାଷା, ନା ଘରର ଭାଷା ଉପରେ ଗୁରୁତ୍ୱ ଦେବା? ଯୋଉ ଭାଷାଟାକୁ ସେ ଦୈନନ୍ଦିନ ଜୀବନରେ ଘରେ ବ୍ୟବହାର କରୁଛି ସେ ଭାଷାରେ ଆପଣଙ୍କର ପଢେଇବା। ଏ ଭିତରୁ କେଉଁଟି ବୋଧାତ୍ମକ? ଜ୍ଞାନାତ୍ମକ, ବୋଧାତ୍ମକ। ବୋଧାତ୍ମକ ମାନେ କ'ଣ ନା ରେ? ଯୋଉଠି ପିଲାଟା ବୁଝିଥିଲେ କହିପାରିବ, ନହେଲେ କହିପାରିବନି। ଦେଖନ୍ତୁ, ଦୁଇଟି ଫଳର ନାଁ କୁହ, ମନେ ରଖିଥିଲେ କହିପାରିବ, ନହେଲେ ନାହିଁ। କିନ୍ତୁ ବୃକ୍ଷଲତା ଆମର କାହିଁକି ଦରକାର, ଏଇଟା ବୁଝିଥିଲେ କହିପାରିବ, ନହେଲେ ନାହିଁ। ତେଣୁକରି ଏଇଟା କ'ଣ ହେଇଯିବ ରେ? ବୋଧାତ୍ମକ ଆପଣଙ୍କର ହେଇଯିବ, ଚଳିବ ନା?
କେଉଁ ଉକ୍ତିଟି ଏକ ଉତ୍ତମ ପ୍ରଶ୍ନପତ୍ର ଲକ୍ଷଣ ରୂପେ ଗ୍ରାହ୍ୟ? ଉତ୍ତମ ପ୍ରଶ୍ନପତ୍ରରେ ଆପଣଙ୍କର କଣ ରୁହେ? ଏକାଧିକ ଉତ୍ତର ରହିବ, ଆନୁମାନିକ ଉତ୍ତର ରହିବ, ଅତି ଜଟିଳ ହବ ନା ନିର୍ଦ୍ଦିଷ୍ଟ ଉତ୍ତରମୂଳକ ତଥା ସନ୍ତୁଳିତ ଆପଣଙ୍କର ହେବା ଉଚିତ। ରାଇଟ୍ ନା? ଏତେ କାଳି ବି ଖର୍ଚ୍ଚ କରାଯାଇଛି। ଜଳର 3ଟି ପ୍ରତିଶବ୍ଦ ଲେଖି ବାକ୍ୟରେ ବ୍ୟବହାର କର। ଏଇଟା କେମିତିକା ପ୍ରଶ୍ନ ହବ ରେ? ତାର ତ ମେଳକତ ମାନେ କସ୍ତମ୍ଭ ତ ହବନି, ଚୟନମୂଳକ ବି ତ ନୁହେଁ, ଅପସନ ନାହିଁ। ହେଲେ ୟାକୁ ଆପଣଙ୍କର କୁହାଯାଏ ଅଭିବ୍ୟକ୍ତି ମୂଳକ ପ୍ରଶ୍ନ, ମାନେ ଯୋଉଠି ପିଲାଟା ନିଜର ଥିଙ୍କିଂ କରିକି ଆପଣଙ୍କର ଲେଖିଥାଏ ତାକୁ ଆମେ କହିଥାଉ। ବାୟୁର 5ଟି ପ୍ରତିଶବ୍ଦ ଲେଖିବାକୁ କହିଲେ, ଏ ଯୋଉ 5ଟି ଆପଣଙ୍କର କହିଲେ ଏଇଟା କେମିତିକା ପ୍ରଶ୍ନରେ? ନିର୍ଦ୍ଦିଷ୍ଟ ଉତ୍ତରମୂଳକ ନା ନିର୍ଦ୍ଦିଷ୍ଟ ଉତ୍ତରମୂଳକ? ଏଇ ଯୋଉ 5ଟି ହିଁ କହିଛନ୍ତି। ଦୀର୍ଘ ଉତ୍ତରମୂଳକ ପ୍ରଶ୍ନର ମୂଲ୍ୟାୟନ ଭିନ୍ନ ଭିନ୍ନ ପରୀକ୍ଷକଙ୍କ ଦ୍ୱାରା ଭିନ୍ନ ଭିନ୍ନ ହୋଇଥାଏ। କାହିଁକି ହୁଏ? କାହିଁକି ନା ଶିକ୍ଷକ ପାର୍ସିଆଲିଟି ଆପଣଙ୍କର କରନ୍ତି, ବା ତାକୁ ଆମେ ବ୍ୟକ୍ତି ନିଷ୍ଠତା ବୋଲି ଆମେ କହିଥାଉ, ଚଳିବ। ନିର୍ଦ୍ଦିଷ୍ଟ ଉତ୍ତରମୂଳକ ପ୍ରଶ୍ନ ତିଆରି କରିବା ପାଇଁ କେଉଁଟି ଉପଯୁକ୍ତ ନୁହେଁ, ମାନେ କୋଉଟାକୁ ଆମେ କରିବା ନାହିଁ? ଦେଖରେ କୋଉଟାକୁ ଆମେ କରିବାନି? 4ଟା ଅପସନକୁ ଦେଖି ଜାଣିପାରିବନି। ଉତ୍ତରରେ ପ୍ରତ୍ୟେକ ପରୀକ୍ଷକଙ୍କ ମତ ଭିନ୍ନ ହବ। ଯଦି ଉତ୍ତର ସମସ୍ତେ ଅଲଗା ଅଲଗା କହିବେ ତେଣୁ ତ ଭୁଲ ହେଇଯିବ ନା ରେ। ତାହେଲେ ଏକ ସୁଷମ ପ୍ରଶ୍ନପତ୍ର ପ୍ରସ୍ତୁତ ବେଳେ ଶିକ୍ଷକ କେଉଁ ଦିଗ ପ୍ରତି ଅଧିକ ଦୃଷ୍ଟି ଦେବା ଆବଶ୍ୟକ? ଆପଣ ଗୋଟେ ପ୍ରଶ୍ନ ତିଆରି କରୁଛନ୍ତି ତ ଆଗ ଆପଣ କଣ କରିବେ? ଆଗ ସର୍ବଦା ଆପଣ ଗୋଟେ ନକ୍ସା ଆପଣଙ୍କର ତିଆରି କରିବେ। ନକ୍ସା ନାଁରେ ଯୋଉଥିରେ ଯୋଉ ଆମେ ପ୍ଲାନ୍ ବୋଲି ଆପଣଙ୍କର କହୁଛେ। କେଉଁଟି ମୌଖିକ ଧାରାରେ ଶିକ୍ଷାର୍ଥୀର ସହାୟକ ହୁଏ ନାହିଁ, ମାନେ ଭାଷଣ ବାଜି ଦ୍ୱାରା କୋଉଟା ହୁଏ ନାହିଁ। ଭାବ ବିନିମୟ ତ ଆପଣଙ୍କର ହେଇଥାଏ। ଆଉ କଣ ହୁଏ ଦେଖନ୍ତୁ, ସାକ୍ଷାତକାର ଜନିତ ଭୟ ଦୂରୀକରଣ, ଏଇଟା ଭୁଲ ଲେଖା ହେଇଛି। ଉତ୍ତମ ହସ୍ତାକ୍ଷର ଲିଖନର କେଉଁଟି ଏକ ଲକ୍ଷଣ ନୁହେଁ, ମାନେ କୋଉଟା ଉତ୍ତମ ହସ୍ତାକ୍ଷର ସମ୍ପର୍କରେ ଠିକ ନୁହେଁ। ଅକ୍ଷର ଗୁଡିକ ପିଲାଟା ନିର୍ଭୁଲ ଭାବରେ ଲେଖିବରେ, ଅକ୍ଷର ଗୁଡାକୁ ଟିକେ ଗୋଲ ଗୋଲ ସମାନ ରଖିବ, ଗୋଲ ଗୋଲ କରିବ, ଶବ୍ଦ ଶବ୍ଦ ମଧ୍ୟରେ ବ୍ୟବଧାନ ରଖିବ ନା, ନ ରଖିବ ଲେଖିଛେ, ଭୁଲ ଲେଖା ହେଇଛି ନା। ଶିକ୍ଷା ବର୍ଷ ଶେଷରେ ମାନେ ବର୍ଷର ଲାଷ୍ଟରେ ଯୋଉ ପରୀକ୍ଷାଟା ଆମେ କରୁ ତାକୁ ଆମେ କଣ ବୋଲି କହୁ? ସାମିଟିଭ ବୋଲି ଆପଣଙ୍କର କହୁ, ବା ତାକୁ ଆମେ ଆଚିଭମେଣ୍ଟ ବୋଲି ମଧ୍ୟ ଆମେ କହିଥାଉ। ଆଉ ଆଚିଭମେଣ୍ଟକୁ ଆମର କଣ ବୋଲି କୁହାଯାଏ ଆପଣଙ୍କର? ଦେଖ, ପୋର୍ଟଫୋଲିଓ ତ ଗୋଟେ ଗୋଟେ ପିଲାର ଯୋଉ ରେକର୍ଡ ମେଣ୍ଟେନ କରାଯାଏ ସେଟା ଆପଣଙ୍କର କଣ ହେଇଯିବ ରେ? ସାମିଟିଭ ଆପଣଙ୍କର ହେଇଯିବ। ଠିକ ଅଛି। ନେକ୍ସଟ, ସମୁଦ୍ରରେ ବୁଡିବା ଯାହାର ବୃତ୍ତି ତାଙ୍କୁ ଡେସ୍ କୁହାଯାଏ। ଏଇଠି ପିଲାଟାର ଡେସ୍ ପୂରଣ ଅଛି ନା ରେ? ୟାକୁ ଆମେ କଣ ବୋଲି କହୁ ରେ? ବସ୍ତୁନିଷ୍ଠ, କାହିଁକି ନା ଏହାର ଗୋଟେ ହିଁ ଆପଣଙ୍କର ଉତ୍ତର ନା, ତେଣୁକରି ବସ୍ତୁନିଷ୍ଠ ବୋଲି କୁହାଯାଏ। କେଉଁ ମୂଲ୍ୟାୟନ ପାଠ୍ୟକ୍ରମ ସହିତ ନିବିଡ଼ ଭାବେ ସମ୍ପୃକ୍ତ? କୋଉଟା ଆପଣଙ୍କର ପାଠ ସହିତ ଆପଣଙ୍କର ପୁରା ସମ୍ପୃକ୍ତରେ, ବା ବର୍ଷ ଶେଷରେ ଯୋଉଟା ଆମେ କରୁଛେ ସାମିଟିଭ, ବା ତାକୁ ଆମେ ଆଚିଭମେଣ୍ଟ ବୋଲି ଆମେ କହିଥାଉ। ଠିକ ବନାନ ଥିବା ଚାରିପଟେ ଗୋଲ ବୁଲାଅ। ଏ ଯୋଉ ଆପଣ ଗୋଲ ବୁଲାଉଛନ୍ତି ଏଇଟା କଣ ହେଇଯିବ ରେ? ଉତ୍ତର ମନୋନୟନ ମୂଳକ ବୋଲି ଆମେ କହିବା। ମୌଖିକ ସାକ୍ଷାତକାର ଦ୍ୱାରା କେଉଁ ପ୍ରକାର ପରୀକ୍ଷଣ? ତ ମୌଖିକ ସାକ୍ଷାତକାର ଆପଣଙ୍କର କଣ ହୁଏ କହିଲ? ଦେଖ, ଉପଲବ୍ଧି ମାନେ ତ ଆଚିଭମେଣ୍ଟ, ଏଟା ଭୁଲ ଲେଖା ହେଇଛି। ପୋର୍ଟଫୋଲିଓ ବି ଆପଣଙ୍କର ଭୁଲ ଅଛି, ହେଲେ ପ୍ରବୀଣତା ନହେଲେ ସମନ୍ୱୟ, ତ ଏଟାକୁ ଆମେ କଣ ବୋଲି କହିବାରେ? ଯେହେତୁ ବର୍ତ୍ତମାନ ଆମେ କଣ କରୁଛେ ନା ସମସ୍ତଙ୍କୁ ମିଳିମିଶିକି ଆପଣଙ୍କର ପଢଉଛି, ତାହେଲେ କଣ ହେଇଯିବ ରେ? ସମନ୍ୱୟ ଆପଣଙ୍କର ହେଇଯିବ। ତ ଏହା ଥିଲା ଆପଣଙ୍କର ପାର୍ଟ 3। ଆଉ 3ଟି ଆପଣଙ୍କର ପାର୍ଟ ଅଛି।